ଦୁଃଖ ନାହିଁ ତାଙ୍କରି ମୁହଁକୁ ଚାହିଁ ସେଇ ଆମ ସଚଳ ଠାକୁର, ସେଇ ଆମ ସଚଳ ଠାକୁର। ରାମ ଆସିଥିଲେ, କୃଷ୍ଣ ଆସିଥିଲେ, ବୁଦ୍ଧ ଆସିଥିଲେ, ଯୀଶୁ ଆସିଥିଲେ, ମହମ୍ମଦ ଆସିଥିଲେ, ରାମକୃଷ୍ଣ ଆସିଥିଲେ, ଶ୍ରୀ ଚୈତନ୍ୟ ଆସିଥିଲେ, ଚାଲିଗଲେ। ତାଙ୍କର ଦର୍ଶନ, ଚାଲି ଚଳନ, ଆଚାର ବ୍ୟବହାରକୁ ଧରି ରଖିବାର ଲୋକ ରହିଲେ ନାହିଁ। ଫଳରେ ସମ୍ପ୍ରଦାୟ ସୃଷ୍ଟି ହେଇକି ଚାଲିଲା। ଶ୍ରୀ ଶ୍ରୀ ଠାକୁର ବଂଶ କ୍ରମ ଦେଇକି ଆଚାର୍ଯ୍ୟ ସୃଷ୍ଟି କରି ଚାଲିଲେ। ତାଙ୍କର ଚାଲିଚଳନ, ଆଚାର ବ୍ୟବହାର ସମ୍ପ୍ରଦାୟ ଜୀବନ୍ତ ହୋଇ ଉଠିଲା। ଥରେ ଠାକୁର ପଚାରିଲେ, ଦେବୀଦା ଧର୍ମଦାନ କାହାକୁ କରାଯାଇଥାଏ? ଦେବୀ ପ୍ରସନ୍ନ ମୁଖୋପାଧ୍ୟାୟ କହିଲେ, ବଡ଼ ପୁଅ। ପୋଥି ପୁରାଣ ଦେଖା, ସେ ଛନ୍ଦ ମନୀଷ ବହି ଖୋଲିକି ଦେଖାଇଲେ, ଠାକୁର ଦେଖନ୍ତୁ ଏଇଠି ଲେଖା ହେଇଛି। ଠାକୁର କହିଲେ, ତେବେ ମୁଁ ଭୁଲ କରିଲି। ସେଇ କ୍ରମରେ ଆମେ ଆଚାର୍ଯ୍ୟ ଦେବ ଶ୍ରୀ ବଡ଼ଦାଙ୍କ ଭିତରେ ଠାକୁରଙ୍କୁ ଦର୍ଶନ କରୁ, ପ୍ରତ୍ୟକ୍ଷ ଦର୍ଶନ କରୁ। ବଂଶ କ୍ରମ ଦେଇକି ଏବେ ବି ଆମେ ସଚଳ ଭଗବାନ ପାଉଛୁ ଆଚାର୍ଯ୍ୟଙ୍କ ଭିତର ଦେଇ। ଶ୍ରୀ ଶ୍ରୀ ଠାକୁର କହିଲେ, ମୁଁ ଥରେ ଭଗବାନଙ୍କ କାନ୍ଧରେ ବସି ଭଗବାନଙ୍କୁ ଦେଖିବାକୁ ଯାଉଥିଲି। ଠାକୁର, ଆପଣ ଭଗବାନଙ୍କ କାନ୍ଧରେ ବସିଲେ ପୁଣି ଭଗବାନଙ୍କୁ ଦେଖିବା ପାଇଁ ଗଲେ, ଏ ଅଦ୍ଭୁତ କଥା କେମିତି ହେଲା? କହିଲେ, ମୋ ବାପା ଭଗବାନ ନୁହଁ, ଯେ ନ ଖାଇ ମତେ ଦେଇଛି, ନ ପିନ୍ଧି ମତେ ଦେଇଛି, ତାର ସମସ୍ତ ସମ୍ପତ୍ତି ମତେ ଦେଇ ଚାଲି ଯାଇଛି, ତାର 7 ପୁରୁଷର ଗୁଣ ମତେ ଦେଇକି ଚାଲି ଯାଇଛି। ମୁଁ ରୋଗରେ ପଡ଼ିଲେ ନଈ ନାଳ ଦେଇ କେତେ ଦୂରରୁ ଡାକ୍ତର ବୈଦ୍ୟ ଆଣିକି ଦେଖେଇଛି। ସିଏ ମୋ ଭଗବାନ ନୁହଁ, ଆଉ କିଏ ମୋ ଭଗବାନ? ମତେ ଥରେ କାନ୍ଧରେ ବସେଇ ଦୋଳ ଯାତ୍ରା ଦେଖିବାକୁ ଯାଇଥିଲି। ତେଣୁ ମୁଁ ଭଗବାନ କାନ୍ଧରେ ବସି ଭଗବାନ ଦେଖିବାକୁ ପ୍ରାପ୍ତ ବୟସରେ ଠାକୁର ଦିନେ ବସିଛନ୍ତି, ହଠାତ୍ ପିଲାଙ୍କ ପୁଣି କଣ କାନ୍ଦିବା ଆରମ୍ଭ କଲେ। ସେତେବେଳେ ଆମେରିକାନ ନ୍ୟାସନାଲ ସାହେବ ପଚାରିଲେ, ଠାକୁର ଆପଣ କାହିଁକି ଏତେ କାନ୍ଦୁଛନ୍ତି? ନା, ମୋ ମା କଥା ମନେ କୋଉ ବୁଢ଼ୀ ମା କେବେ ମରିଯାଇଥିଲା, ଆପଣଙ୍କୁ ଲୋକ ଭଗବାନ ବୋଲି ପୂଜା କରୁଛନ୍ତି। ଆପଣ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସାହିତ୍ୟିକ, ପ୍ରାବନ୍ଧିକ, ବୈଜ୍ଞାନିକ ଏବଂ ଧର୍ମ ପ୍ରବକ୍ତା। ଗୋଟାଏ କୋଉ କାଳରେ ମରିଯାଇଥିଲା ମା, ତା କଥା ଭାବିବା ଦରକାର କଣ? ମୁଁ ଆମେରିକାନ ଜଣେ ପ୍ରତିଷ୍ଠିତ ଲୋକ। ମୁଁ ମୋ ମାକୁ 5-7 ବର୍ଷ ହେଲା ଦେଖି ନାହିଁ, କିନ୍ତୁ ମୋର ସମ୍ମାନ ତ ପୃଥିବୀରେ ଯଥେଷ୍ଟ ଅଛି। ମଣିଷ ପାଇଁ ମାର ଦରକାର କଣ? ଠାକୁର ବେଶୀ କାନ୍ଦିଲେ, ତୁମ ଦରକାର କଣ ମୁଁ ଜାଣେ ନାହିଁ। ଯାହା ମାଂସ ନେଇକି ମୋ ମାଂସ ତିଆରି ହେଇଥିଲା, ଯାହା ରକ୍ତ ନେଇକି ମୋ ରକ୍ତ ତିଆରି ହେଇଥିଲା, ଯାହା ହାଡ଼ ନେଇକି ମୋ ହାଡ଼ ତିଆରି ହେଇଥିଲା। ଯିଏ ମୋ ପାଟିରେ ଭାଷା ଦେଇଥିଲା, ନ ଖାଇ ମତେ ଦେଇଥିଲା, ମୁଁ ଟିକେ ରୋଗରେ ପଡ଼ିଲେ କେତେ ଓଷା ପୁଣ୍ୟ କଳ୍ପ କରୁଥିଲା। ମୁଁ ତାକୁ କେମିତି ଭୁଲିବି? ମୁଁ ତାକୁ କେମିତି ଭୁଲିବି କହିକି ଠାକୁର ଆହୁରି ଜୋର କାନ୍ଦିଲେ। ଭକ୍ତମାନଙ୍କର କଟାକ୍ଷ ଦୃଷ୍ଟିରେ ସାହବ ଜଣକ ଲଜ୍ଜିତ ହେଇକି ଚାଲିଗଲେ। କହିଲେ, ଭାରତ ବର୍ଷ କେମିତିକା ଦେଶ, ଯୋଉଠି ବୁଢ଼ୀ ମା ମରିଗଲା ପରେ ବି ତାର କଥା ଭାବି କାନ୍ଦୁଛନ୍ତି। ସକାଳୁ ଯାଇକି ପହଞ୍ଚିଲେ ଠାକୁର, ମୁଁ ଟିକେ କେମିତି ମୋ ମାଆକୁ ଭଲ ପାଆନ୍ତି। ଠାକୁର କହିଲେ, ନନୀ ତା ମୁଣ୍ଡରେ ଭଲ ପ୍ରକାର ମନ୍ଦିରଟା ପୋତି ଦିଏ। ନନୀ ତା ମନ୍ତ୍ର ଦେଲେ। ଯୋଉ ମନ୍ତ୍ର ମନନ କଲେ ପ୍ରେମ ଆସେ, ପ୍ରୀତି ଆସେ, ସ୍ନେହ ଆସେ, ସୌଭାଗ୍ୟ ଆସେ। সেই মন্ত্রটা পাইলা পরে তাଙ୍କ ମନ ଭିତରେ ମାତୃ ପ୍ରେମ ଜାଗି ଉଠେ। ସାହାବଜନକ ଆମେରିକା ପଳେଇଥିଲେ। ରେବତୀ ମୋହନ ବିଶ୍ୱାସ 69ରେ ଠାକୁରଙ୍କ ଦର୍ଶନ ଉପରେ ପିଏଚଡି କରିବାକୁ ଆମେରିକା ଗଲେ। ଆମେରିକାର କୌଣସି ଛକରେ
ये साहब जन देखिए कहले हाथ पंजाबी लुगा इड़े लाठी दौरान कहले आप ठाकुर जन रीति कि से कहले हाँ ना मु ठाकुर रीति आसी एठिकी न्यूयॉर्क यूनिवर्सिटी डॉक्टरेट करने ठाकुर दर्शन से कहले मु आपन गुरु भाई आम घर को टे चलती धरिकी घर को नहीं गले ग्रिलटा ठप ठप कर डाकिले बो बो तू शीघ्र आम आश्रम जड़े साधु आसी 100 वर्षर बुढ़ी व्हील चेयर टाक ठेली ठेली आसिक पहुँचला वो गेट खोल दे कहला यही रेवती मो विश्वास मो ठाकुर रीति ठाकुर बुढ़ी कुंडे पकई भे भे कांदिला रेवती तमे विश्वास करिवो नहीं माँ को पुओ को दूर रही पुओर व्यथा के कष्ट के 5 वर्ष है मो पुओ नथिला मु भगवान जीशु पाखे मुंड बाड़े बाड़े मुंडे सब क्षत दाग रही तो ठाकुर युगर जीशु मो हजिला पुओटा फेरे एमतीका पुओ अमेरिका ना मु न खाइले दिए खाए ना मु आखिर लुह पड़े ता आखिर लोकटा बड़ी पड़े मोरी रोग सज्जन राति राति अनिंद्रा मत न पचारि कि कौटी जाए नहीं एमती पु अमेरिका ना तो ठाकुर युगर जीशु कही मातृभक्ति पितृभक्ति असीम सागर ऊपर नहीं आम बाप माँ को गोटे गोटे प्रतिनिधि करके पठे आम पाख साधव घर बहुटे निज अभुक्त स्वामी की खोई दौची यही समय 12 वर्ष तपस्या कर प्रयाण करने जड़े सन्यासी आसिक भागवतर कथा मोह दुआर मोह डाकिले मु प्रयाण कर मत भोजन दियो भोजन दियो भोजन दियो हे सन्यासी टिके अपेक्षा कर मोर भोकिला रोगिना स्वामी के मु खाया को दे